କହନି। ଧନ ଦହିବଡ଼ା କିଏ ଖାଇବ ଆସରେ। ଟେଷ୍ଟି ଟେଷ୍ଟି ୟମି ୟମି ଦହିବଡ଼ା। ଫାର୍ଷ୍ଟ ଯେଉଁମାନଙ୍କର ଡାଉଟ୍ ବି ଅଛି, ଏଇ ଯେଉଁ ଡ୍ରେସ୍ କଟିଂ ମୁଁ ମାପ ଅଲରେଡ଼ି କହିନେଲି। ଯେଉଁମାନେ ବି ବୁଝି ନ ପାରୁଛନ୍ତି ମୋତେ କମେଣ୍ଟ କରିବେ ନିହାତି। ଆଉ ଯେଉଁମାନେ ଡାଉଟ୍ ଅଛି, ହ୍ୟାଲୋ ସାଙ୍ଗମାନେ, ଏବେ ଫାଇନାଲ୍ ଦେଖନ୍ତୁ କେତେବେଳେ ଏଇଠି 5ଟା ବାଜିଲାଣି। ଟିକେ ଗରମ ହେଉଛି, ସେଇଠି ମୁଁ ପୁଣି ରୋଷେଇ ଘରେ ଅଛି। ଦେଖନ୍ତୁ ମୁଁ ଆଜି କ'ଣ କରୁଛି ଚାଲନ୍ତୁ। ଦେଖନ୍ତୁ ଏଇଟା ହେଉଛି ବିରି ବରା ମୁଁ ଛାଣି ନେଇଛି। ଦେଖନ୍ତୁ ବିରି ବରା ଏଠି ଛାଣିକି ରଖିଛି, ଆଉ ଏଠି ପକେଇଛି, ଏଠି ପଡ଼ିଛି। ଏଇଟା ଲାଷ୍ଟ ବରାଟା ଏଇଟା ହେଇଗଲେ ଏଠି କ୍ଷୀର ଫୁଟେଇ ନେଇଛି, କ୍ଷୀରଟା ଅଲରେଡ଼ି ଫୁଟିଗଲାଣି। ଆଉ ତାପରେ ଆମେ ଏଇଟା ହେଇଗଲେ ଥଣ୍ଡା ହେଇଗଲେ ତାପରେ ପାଣିରେ ଧରିବା, ଆମେ ଦହିବରା କରିବା। ଦହିବରା ମୋର ମାନେ ଆମ ଘରେ ସମସ୍ତେ ବହୁତ ଭଲ ପାଆନ୍ତି, ସମସ୍ତେ ବହୁତ ଭଲ ପାଆନ୍ତି। ଆଉ ଟିକେ ଥଣ୍ଡା କରିବି, ଥଣ୍ଡା କରିକି ରଖିବି ବରାକୁ। ତାପରେ ଯାଇକି ପାଣିରେ ଧରିବି, ମାନେ ଗରମରେ ପକେଇବି ନା ଡେଟାଳିଆ ହେଇଯିବ। ସେଥିପାଇଁକି ତାପରେ ଯିବି ଭେସୁଙ୍ଗା ପତ୍ର ଟିକେ ଯିବି ବାଡ଼ିକି ତଳକୁ ଯିବି। ମୋ ଶାଶୁ ଶ୍ୱଶୁର ଏମାନେ ବହୁତ ଭଲ ପାଆନ୍ତି। ଆଉ ସେମାନେ ଆଜି ଆସିଥାନ୍ତି, ବସ୍ ତାଙ୍କ ପାଇଁ ବନେଇଥିଲି, ସେମାନେ ଆଜି ଆସିଲେନି। ବହୁତ ଖରା ହେଉଛି, ଆସିଲେନି। ଆଉ ଚାଲନ୍ତୁ ଆମେ କରିବା। ମୋ ପୁଅ ଭିଡ଼ିଓରେ ଭାରି ଭଲ ପାଏ। ପିଲା ନହେଲେ ତାକୁ ସାଇନ୍ର ଆମେ ଦେଇକି ଗ୍ୟାସ୍ ବନ୍ଦ କରିକି କହିବି ପତ୍ର ଆଣିବା ପାଇଁ। ଜାଗା ନାହିଁ, ଚାଲ ତାଙ୍କ ପତ୍ର ଆଣିବା। ଚାଲନ୍ତୁ ଗୋଟେ ବରା ଖାଇ ନେବା। ୟମି। ଗରମ ବହୁତ ଜୋର ହଉଛି, ଝାଳ ବି। ଏଇ ଗୋଟେ ଲୋକ ଛି 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 ରେ ନା। ଏ ବରାଟା ବହୁତ ନରମ ବି ହେଇଛି। ଆଉ ତାପରେ ଯଦି ପିଆଜ ଟିକେ ପଡ଼ି ଛଙ୍କା ହେଇଥିଲା ବଢ଼ିଆ ଲାଗିଥାନ୍ତା। ଦହିବରା ପାଇଁ କରିମି ବୋଲି ପିଆଜ ପକେଇ ନଥିଲି। ଭେସୁଙ୍ଗା ପତ୍ର ଆଣିବା। କ'ଣ ଆଣିବା ଟୁଇଁ? ଟୁଇଁ ଦେଖନ୍ତୁ ଆମ ଟୁଇଁକୁ ଚପଲ କିଣିବେ। ଟୁଇଁ ବୁବୁନୁ ସାଇକେଲ ଧରନା, ପଡ଼ିଯିବ ତୋ ଉପରେ। ଚାଲନ୍ତୁ ଯିବା ଭେସୁଙ୍ଗା ପତ୍ର ଆଣିବା। ଟୁଇଁ ଟୁଇଁ ବସନା ବସନା ବସନା। टाटा दीदी हाथ पे टाटा कर दिल समझती ये जाना मैंने पड़ी बुबुनु टाटा कर दिल ये समझती टाटा कर दिल टाटा 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 ए जी हाथ पे टाटा कर दिल ए दी टुई मगलारू ये देखो तो टुई 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 ए टुई टुई ये हाय कर लो ना टुई हाय कर लो कौन देखो टुई हमरा बरा खाउची बरा टुई कौन खाउचू टुई कौन खाउचू बरा खाउचू टुई टाटा ये नाचंदी ए नाची ठाकुना माइलु नमाइबो नमाइलु ठाकुना माइलु नमा ठाकुना माइबो नमाइबो नमा हो नमा मुंडिया मार भागनु मुंडिया मार दे पेंट मुंडे नहीं जाना
हेलो फ्रेंड्स, फाइनाली देखंतु राति 9टा हेलाणी। फाइनाली एबे मते टिके टाइम हैला सिलाई करिया पई, कहीं मो दिन मान काम बहुत जोर गरम हो, एते गरम हो। दहीबरा करथुली संध्या बेले समस्ते किए देली खाइले। तापर नेक्स्ट भी पड़े आसली पुओ को टिके पाठ पढ़ेली, ड्रॉइंग फ्रॉइंग थिला भी करिली। एबे वर्तमान पड़े आसली कि कपड़ा गोटे काटिबी, गोटे ड्रेस कपड़ाटे काटिबी। आपण मान सहित एटा मु शेयर करिवि कि एई कपड़ाटा आ ड्रेसर कटिंग मु आपण मानक सहित शेयर करिवि। आ चलंतु देखिबा, एटा 38 साइजर ड्रेस कटिंग हम। आपण मैंने देखते मुझे केमती एटा माप नौची, कहीं मैं एका एका एटा किए गोटे कहीं ना ना मो पाखे थे कैमेरा बैक कैमेरा देखी दी था। एबे मु वर्तमान बैक रे मु जति कहबी आपण माने मन ध्यान देकी सुनिबे, देखिबे आ जानि भी पारिबे। आ से हिसाब रे कटिंग करंतु, देखिबे मस्त हम। ଆଉ ଯେଉଁମାନଙ୍କୁ ବି ମୋ ଭିଡ଼ିଓ ଭଲ ଲାଗୁଛି ପ୍ଲିଜ୍ ଲାଇକ୍ କରିଦେବେ, ସେୟାର ସବସ୍କ୍ରାଇବ୍ ନିହାତି କରିଦେବେ। ଆଉ କମେଣ୍ଟ ନିହାତି କରିବେ, କାହିଁକିନା ଦେଖୁଛନ୍ତି କମେଣ୍ଟ କରୁନାହାନ୍ତି କି ଲାଇକ୍ କରୁନାହାନ୍ତି। ଆଉ ମୁଁ ଆପଣମାନଙ୍କ ପାଇଁ କହିଛି ନା, ସବୁ ପ୍ରକାର ଗୋଟେ ଗୋଟେ ଆସ୍ତେ ଆସ୍ତେ ନେଇକି ହିଁ ଆସିବି। ଓକେ, ଚାଲନ୍ତୁ, ଠିକ୍ ଅଛି। ଏବେ ଚାଲନ୍ତୁ ମୁଁ ଦେଖେଇ ନେଉଛି। ଏଇଠି ଦେଖନ୍ତୁ କପଡ଼ାଟା, ଏଇଟା ଫ୍ରଣ୍ଟ ଆଗଟା ମୁଁ କାଟୁଛି। ଏଇଟା କପଡ଼ାର ଫ୍ରଣ୍ଟଟା, ଏଇଟା ଦେଖନ୍ତୁ ତାର ଆଗରେ ଲାଗିବ। ଏଇଠି ମୁଁ ବର୍ତ୍ତମାନ ଯେଉଁ ମାପ ନେଇଛି, ମୁଁ ଆପଣମାନଙ୍କୁ ଫିତା ପକେଇକି ଦେଖେଇ ନେଉଛି ଏଇଟା କେତେ ମାପ କ'ଣ ଅଛି। ଠିକ୍ ଅଛି। ଏଇଟା 38 ସାଇଜ ତାର ଛାତି ହେଲା, ଛାତି 38, ତାର ଯେଉଁ କାଖ, ଏଇ ଯେଉଁ କାନ୍ଧ ତାର କାଖ ଆଉ ଛାତି ଅଣ୍ଟା ଏଇଟା ସବୁ ଲମ୍ବ କେତେ ନିଆ ହେଲା ମୁଁ ଆପଣମାନଙ୍କୁ କହୁଛି, ମନ ଦେଇକି ଦେଖନ୍ତୁ। ଆଉ ଠିକ୍ ଅଛି, ଏଇଠି ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖେଇ ଦେଉଛି। ଏଇଠି ଦେଖନ୍ତୁ, ଏଇଠୁ ମାପ ନେବେ ହେଲା। এইটা ଟୋଟାଲି କେତେ ଅଛି ମୁଁ ଦେଖେଇ ନେଉଛି। এইটা ଦେଖନ୍ତୁ 45 ଅଛି ତାର ଲମ୍ବଟା, କାହିଁକିନା 42 ହେଉଛି ତାଙ୍କର କଷ୍ଟବଲ ଲମ୍ବ। ଆମେ ଏକ୍ସଟ୍ରା ନେଇଥିବା ଆଉ 3 ଇଞ୍ଚ କି 2 ଇଞ୍ଚ ଏକ୍ସଟ୍ରା ନେଇଯିବା, କାହିଁକିନା 1 ଇଞ୍ଚ ଏଠୁ କଟିଯିବ, ସେଠୁ 3 ଇଞ୍ଚ ମୋଢ଼ାରେ ପଳେଇବ ସିଲେଇରେ। ଆମେ ବାସ୍ ଏତିକି ନେବା ଲମ୍ବ। ତାପରେ ଦେଖନ୍ତୁ ମୁଁ କାନ୍ଧ ନେଇଛି, ଦେଖନ୍ତୁ କାନ୍ଧ ନେଇଛି 5.5, ଠିକ୍ ଅଛି। ଦେଖନ୍ତୁ କାନ୍ଧ ନେଇଛି 5.5, ଦେଖନ୍ତୁ କାଖ ନେଇଛି ମୁଁ 6, ଠିକ୍ ଅଛି। ତାପରେ ଦେଖନ୍ତୁ ଯେହେତୁ ଆମର 38 ହେଉଛି ଆମର ଛାତି, ତାକୁ ଆମେ 4 ଭାଗ କରିଦେବା, ସେଟା ହେବ 19 ହେଲା। ସରି 2 ଭାଗ କରିଦେବା। ଫାର୍ଷ୍ଟ 38ରେ ଆମେ ଏଇଟା 2 ଭାଗ କରିଦେବା। ଦେଖନ୍ତୁ ମୁଁ ଦେଖେଇ ଦେଉଛି, 38ରେ ତାର ଏଇଟା ହେଉଛି ଏତିକି ହେଉଛି ହେଲା। ଦେଖନ୍ତୁ 2 ଭାଗ କରିଦେଲା ବେଳକୁ ଏତିକି ତାର ପଏଣ୍ଟ ରହୁଛି, 19 ରହୁଛି। ତାକୁ ପୁଣି ଆଉ ଗୋଟେ ଫୋଲ୍ଡ କରିବା ହେଲା, ତାକୁ ଆଉ ଗୋଟେ ଫୋଲ୍ଡ କରିବା, ଦେଖିବା କେତେ ହେଉଛି। ଏଇଟା ହେଉଛି 9 ହାଫ୍ ହେଉଛି। ଦେଖନ୍ତୁ 9 ହାଫ୍ ଆମେ ଏଇଠି ନେବା। ଦେଖନ୍ତୁ ଛାତି ନେଇଯିବା, ଯେତିକି ଛାତି ଥିବ ତାକୁ 4 ଭାଗରୁ 1 ଭାଗ କରିବେ ହେଲା। ଦେଖନ୍ତୁ 4 ଭାଗରୁ 1 ଭାଗ କରିଦେଲି, ଏଇଟା ହେଉଛି 9 ହାଫ୍ ହେଉଛି ହେଲା। 9 ହାଫ୍ ହେଉଛି, ଏଠି ଆମେ 2 ଇଞ୍ଚ ଏକ୍ସଟ୍ରା ନେବା। ଏଇଠି ଦେଖନ୍ତୁ 2 ଇଞ୍ଚ ଏକ୍ସଟ୍ରା ନେଲେ ହଁ, ଡ୍ରେସ୍ ନେଇଯିବ ବେଲ୍ଟ। ମତେ ବରା ଆମର ଏଠି ଖାଉଛୁ। ଗୁଗନ କେମିତି ଲାଗିଲା? ଗୁଗୁନୁ ବଢିଆ ଲାଗିଲା। ମୁଁ ଟିକେ ଟେଷ୍ଟ କରେ, ଦେଖେ କେମିତି ଲାଗୁଛି। ଚାଲନ୍ତୁ ଆମେ ଟିକେ ଟେଷ୍ଟ କରିବା କେମିତି ଲାଗୁଛି ଦହି ବରା।
Yummy.